ଏଇଠି ବର୍ତ୍ତମାନ ଆଉଲେ ମରିଗଲା କାତ ମାରି କୋଣ ନମସ୍କାର ମୁଁ ଆସି ପହଞ୍ଚିଲି କେନ୍ଦ୍ରାପଡ଼ା ଜିଲ୍ଲା ଆପଣ ପାଞ୍ଚପଡ଼ା ଘାଟ ଏଇଟା ଆଳି ନିର୍ବାଚନ ମଣ୍ଡଳୀର ପାଞ୍ଚପଡ଼ା ଘାଟ ଘାଟରେ ଗୋଟେ ଅଲଗା ପ୍ରକାର ଚାର୍ମିଂ ଯାହା କୁହନ୍ତି ଅଛି ଆମେ ଏଠି ସବୁଦିନ ଏ ଘାଟରେ ପାରି ହେଇକି ଆମ ଗାଁକୁ ଆମେ ଯିବୁ ଏଇଟା ଗୋଟେ ଗଭୀର ନଦୀ କାଣି ନଦୀ ନାଁରେ ପରିଚିତ କିନ୍ତୁ ଏଇ ମାନେ ପାଣିରେ ପାର ହେବା ପାଇଁ ଅନ୍ୟମାନେ ଫରେନର ମାନେ ହୁଅନ୍ତୁ ବା ସହରର ଲୋକମାନେ ହୁଅନ୍ତୁ ପୁଳା ପଇସା ଦେଇକି ଅଧଘଣ୍ଟାଏ ପାଇଁ ଏତେ ପଇସା ଘଣ୍ଟାଏ ପାଇଁ ଏତେ ପଇସା ସେମାନେ ତା ଆମ ଜାଣିନାହାନ୍ତି କିନ୍ତୁ ଆମେ ସବୁଦିନ ଘାଟ ପାରି ହେଉ ଏବେ ଦେଖନ୍ତୁ କେତେ ଚିକଣ ପାଣି ଆମର ଏ ନଦୀରେ ମଧ୍ୟ ଜୁଆର ଆସେ ଭଟ୍ଟା ବି ଆସେ ସମୁଦ୍ର ସହିତ ଲିଙ୍କ ଅଛି ଯେତେବେଳେ ଆସିବ ପାଣି ଏଟା ନଦୀ ଫୁଲିବ ଯେତେବେଳେ ପାଣି ପଳେଇଯିବ ସେତେବେଳେ କମିଯିବ ଆଉ ଗୋଟେ ବିଶେଷତ୍ୱ ହେଲା ଏଠି କୁମ୍ଭୀର ଆସେ କୁମ୍ଭୀର ପାଇଁ ଆଉ ଟିକେ ଆଗରେ ଆପଣଙ୍କୁ ଦେଖାଇ ପାରିବୁ ସେଠି ଆପଣଙ୍କର ଗୋଟେ ବାଡ଼ ଦିଆହେଇଛି ତାରି ଭିତରେ ତୁମେ ଗାଧେଇବ ନହେଲେ କୁମ୍ଭୀର ଆସି କେତେବେଳେ ଆଟାକ୍ କରିବ ମାନେ କ'ଣ ବହୁତ ଲୋକଙ୍କୁ ଆଟାକ୍ ବି କଲାଣି ଏବଂ ଅସୁବିଧା ବି ପକେଇଲାଣି ଏଇ ଗାଁର ଅରାଜି ଗାଁର ଗୋଟେ ପିଲା ସେ କୁମ୍ଭୀର ସହିତ ଯୁଦ୍ଧ କରିକି ସେ ବଞ୍ଚିଲା ତାକୁ ସେଥିପାଇଁ ଚନ୍ଦ୍ରଭାନୁ ବାବୁ ଯିଏ ଆମର ଅଛନ୍ତି ସାଇ ବାବାର ଚନ୍ଦ୍ରଭାନୁ ଶତପଥୀ ତାକୁ ଲକ୍ଷେ ଟଙ୍କା ପୁରସ୍କାର ଦେଲେ ସାହସିକତାର ପୁରସ୍କାର ଦେଖନ୍ତୁ ତାପରେ ଆମେ କେମିତି ନଦୀରେ ଯାଉ ସେଇଟା ମୁଁ ଆପଣଙ୍କୁ ଦେଖାଉଛି ଏଇଠି ବର୍ତ୍ତମାନ ଆଉଲେ ମରିବି ହେଲା କାତ ମାରିବି କ'ଣ ମାରିବି କାତଟାକୁ ମାରିକି ଆମେ ଡଙ୍ଗାଟାକୁ ଛଡ଼େଇବୁ ଡଙ୍ଗାଟାକୁ ଛଡ଼େଇ ଦେଲା ପରେ ତାପରେ ଜଣେ ଆହୁଲା ଆଗରେ ଧରିବ ତାପରେ ଡଙ୍ଗା ଯିବ ସବୁଦିନ ଆପଣ ଭାବୁଥିବେ ରିସ୍କ କେତେ ରିସ୍କରେ 20 ଜଣ 25 ଜଣ ଆଉ ମୋଟରସାଇକେଲ ଏମିତି ସବୁ ଯେତିକି ଲୋକ ହେଇଥିବେ ପାରି କରିବା ପାଇଁ ତ ପଡ଼ିବ ଆମେ ପାରି ହେଇଗଲା ବେଳେ ଆମେ କେବଳ ସେ ଭଗବାନଙ୍କୁ ସହାୟତାକୁ କାରଣ ବହୁତ ଗଭୀର ନଦୀ ଯଦି କିଛି ଅସୁବିଧା ହେଲା କ'ଣ କେତେବେଳେ ହେବ ଯେ ତାର କିଛି ଠିକ୍ ଠିକଣା ନାହିଁ କିନ୍ତୁ ଏଇଟା ଆମର ସବୁଦିନିଆ ପେଶା ହେଇଗଲାଣି ଆମ ପାଇଁ କିଛି ଗୁଡ଼ା ଡର ନାହିଁ ନା ଭୟ ନାହିଁ ସବୁଠୁ ବେଶୀ ଡର ଆସେ ସେଇ ଟାଇମ୍ରେ ଯେତେବେଳେ ନଦୀରେ ବଢ଼ି ପାଣି ଆସେ ଆଉ ଜଷ୍ଟ ମାସେ ଦେଢ଼ ମାସ ପରେ ସେତେବେଳେ ଆସିବ ପ୍ରବଳ ପାଣି ଆସିବ ତାଠୁ ଆହୁରି ଏବେ ଟିକେ କମିଯାଇଛି ଯେତେବେଳେ ରେଙ୍ଗାଲି ଡ୍ୟାମ୍ ନଥିଲା ସେତେବେଳେ ଆମର 3 ମାସରେ ଆମେ ପୁରା 3 ମାସ ଆମେ ନଦୀ ପାଣିରେ ଯିବା ଆସିବା କରୁଥିଲୁ ଏବଂ ବିରି ମଧ୍ୟ ଆମର ଠାକୁରପାଣି ନାଭେଡ଼ା ଯେଉଁଟା କୁହାହେଉଛି ବିରିଟା ପ୍ରବଳ ହେଉଥିଲା ଏଠି ବିରି ପ୍ରବଳ ହୁଏ ପୁଅ ବାହାଘର ବିଭିନ୍ନ ପ୍ରକାର କାମ କରନ୍ତି ଚାଷ ଉପରେ ନିର୍ଭର କରୁଥିବା ଏଇ କେତୋଟି ଗ୍ରାମ ସଂସିଧା ମଙ୍ଗରାଜପୁର ଠାକୁରପାଟଣା ଆପଣ ଦେଖନ୍ତୁ ଏଇଟା ବାଉଁଶ ଏଇଟା କାତ ବୋଲି କୁହାହେଉଛି ବାଉଁଶକୁ ସାଇଜ୍ କରି ଆପଣ କାଟିନେବେ କାଟି ନେଲା ପରେ ଏଇଟା କାତ ଏଇଟା ତ ଡିଙ୍ଗି ବୋଲି ଆପଣ ଜାଣିଛନ୍ତି ସେଇ ଡିଙ୍ଗିକି ମାରିଲା ବେଳେ ଠିକ୍ ଭାବରେ ଟିକେ ତାକୁ ନ ଜାଣିଥିଲେ ମାରି ହେବନି ଆପଣ ଠିକ୍ ଭାବରେ ଯଦି ନ ଚଳାଇଲେ ବହୁତ ସମୟ ବି ଲାଗିବ ପ୍ଲସ୍ ବହୁତ ଦୂରନ୍ତୁ ବି ପଳେଇବ ଆମର ଏ ପାଖଆଖ ଗାଁର ପ୍ରତ୍ୟେକ ପିଲା ଆମ ଆଗରୁ ଏବେ ଅବଶ୍ୟ ପିଲା କ'ଣ କରୁଥିବେ ଜାଣିନି ଆମେ ସମସ୍ତେ କାତ ବୁଆ ଜାଣିଥିଲୁ ଏବେ ପିଲା ଶିଖିନଥିବେ ନା ହଁ କାରଣ ଆମେ ମଧ୍ୟ କଥା ଛୋଟବେଳ କଥା କହୁଛୁ ଷଷ୍ଠ ସପ୍ତମ ମୁଁ ଏଇ ଦକ୍ଷିଣେଶ୍ୱର ସ୍କୁଲରେ ପାଠ ପଢ଼ିଛି ଯେତେବେଳେ ଷଷ୍ଠ ସପ୍ତମ ଚିନ୍ତା କରନ୍ତୁ ବୟସ 11 କିମ୍ବା 12 କିମ୍ବା 13 ହେଇଥାଇପାରେ ସେତେବେଳେ ଆମର ଡଙ୍ଗା ଥିଲା ଏବେ ତ ଡିଙ୍ଗି ସେତେବେଳେ ଥିଲା ଡଙ୍ଗା ସେଟା ନାହା ଭଳିଆ ଗୋଟେ ଡଙ୍ଗା ଥିଲା ତାକୁ ବି ଆମେମାନେ ସବୁ କାତ ମାରିକି ପାରି ହେଉ ଅବଶ୍ୟ ସେତେବେଳେ ଏତେ ଚଉଡ଼ା ବି ନଥିଲା ଟିକେ କମ୍ ଥିଲା ଚଉଡ଼ା ଗଭୀର ବି ଏତେ ନଥିଲା ଏବେ କିନ୍ତୁ ଯାହା ମୋ ପାଖରେ ଖବର ଅଛି ଆପଣ ସିପ୍ ଚାଲିବ ବୋଲି ଗଭୀରତା ଖୋଳିକି କରାହେଇଛି ଆପଣଙ୍କର ଚାନ୍ଦବାଲିରୁ ସିପ୍ ଆସିବ ଆମର ଏସବୁ ପାଖଆଖ ଗାଁକୁ ବାଣିଜ୍ୟିକ ବେପାର କରିବା ପାଇଁ ଯେମିତି ସାଧବ ପୁଅମାନେ ବାହାରକୁ ଯାଉଥିଲେ ସେଭଳିଆ ପ୍ରତ୍ୟେକ ଜିନିଷ ଖାଦ୍ୟପେୟ ଔଷଧ ଯାହା ବି ହଉ ଆଉ ପରିକ୍ରମା କରିବନି ଗାଡ଼ିରେ ଏଇଥିରେ ଆସି ଷ୍ଟିମରରେ ଆସି ସବୁ ଦେଇଯିବ এইভাবে গ্রামীণ জীবন এবং কাচকেন্দু পানি যাও করুন বর্তমান যে পানি আছে নদীরে এটা কুহচ্ছে কাচকেন্দু পানি কিন্তু আউ মাসে পরে পুরা মাটি হয়ে কেই গাধোয়া भी চাইবে না বর্তমান কিন্তু সমস্তে গাধোয়া চাই কিছু লোক ভয়ের গাধোচ্ছেন কিছু লোক খুশিরে গাধোচ্ছেন কিছু লোক এন্ଟরটেনমেন্ট পাই भी গাধোচ্ছেন ଆଉ ଗୋଟେ ବଢ଼ିଆ କଥା କହିବି ଏବେ ରାମଦେବ କହିଲା ପରେ ଲୋକମାନେ ଦୌଡ଼ିକି ଯାଉଛନ୍ତି ଟାଉନ୍ ଲୋକ ସବୁ ଏକ୍ସରସାଇଜ୍ କରିବା ଆମେ କିନ୍ତୁ ଥରେ ଗୋଟାଏ ଥର ଯଦି କାତ ଏପଟ ସେପଟ ଯିବୁ ଦେହ
ଦେହରୁ ଦେଖନ୍ତୁ ଝାଳ ବୋହି ସେ ଗୋଟେ ଟାଇପ୍ର ଏକ୍ସରସାଇଜ୍ ଟାଉନ୍ ପିଲା ପାଇ ଗୋଟେ ଘାଟ ନାହିଁ ସେ ବା ତାକୁ ଏଣ୍ଟରଟେନମେଣ୍ଟ ହେଉଛନ୍ତି ଯେଉଁ ଟାଉନ୍ ପିଲା କଥା କହିଲ ଶୁଭେନ୍ଦୁ ଟାଉନ୍ ପିଲାମାନେ କ'ଣ କରନ୍ତି ଗୋଟା ଟଙ୍କାରେ ଗୋଟାଏ ଘଣ୍ଟା ତାଙ୍କର ଆସିବ ଗୋଟାଏ ଘଣ୍ଟାରେ 100 ଟଙ୍କା କି 50 ସେ ଯିବେ ଲାଇଫ୍ ଜ୍ୟାକେଟ୍ ନହେଲେ ଟଙ୍କା ଟାଉନ୍ ପିଲା ଯିବେନି ଜ୍ୟାକେଟ୍ ପିନ୍ଧିବ ନହେଲେ ଯାଇପାରିବନି ଏଇଠୁ ସାଧାରଣତଃ ନନ୍ଦନକାନନରେ ବୋଟିଂ କରିବ କେତେ ପଇସା ଦେବ ସେଟା ଆପଣ ଗୋଟେ ପ୍ଲାଷ୍ଟିକ୍ 5,000 ଟଙ୍କା ଦେଇକି ବୋଟିଂ କରିବେ ପ୍ଲାଷ୍ଟିକ୍ ବୋଟିଂ ଆଚ୍ଛା ଆଉ ଗୋଟେ କଥା ବଢ଼ିଆ ଏଇ ଡିଙ୍ଗିରେ ଏବେ ଆମ ନଦୀରେ ମାଛ ଧରା ହେଉଛି ସକାଳୁ ସକାଳୁ ଦେଖିବେ ଗୋଟେ ଦୁଇଟା ଡିଙ୍ଗି ଏଠି ଚାଲିଥିବ ଜାଲ ଦେଇଥିବେ ମାଛ ଧରିବେ ମାଛ ଧରିଲା ପରେ ସେ ତାକୁ ନେଇକି ତାକୁ ବିକ୍ରି କରିବେ ବା ଖାଇବେ ଯାହା ବି ଏଇ ହେଲା ମଧୁର ପାଣି ଏଥିରୁ ଯେଉଁ ମାଛଟି ଆସିବ ତା ଟେଷ୍ଟ ଏକଦମ ଅଲଗା ଆଉ ଅଳ୍ପ ଦିନ ପରେ ମଧ୍ୟ ଇଲିଶ ଯେତେବେଳେ ପଡ଼ିବ ଆମର ସମୁଦ୍ର ପାଣିରୁ କିଛି ଦିନ ପାଇଁ ସେମାନେ ଯେତେବେଳେ ଏଠି ରହିଯିବେ ମଧୁର ପାଣିରେ ଇଲିଶର ମଜା ଗୋଟେ ଅଲଗା ହେଇଗଲା।